ମୁଁ ଆଜ୍ଞା ନାରାୟଣ ଚନ୍ଦ୍ର ନାୟକ ଜଣେ ଶ୍ରମିକ ନେତା। ଦେଶର ସଂସଦରେ କଥା ଉଠିଲାଣି କାଲି ଯେ ଅବସ୍ଥା କ'ଣ ହେବ ଆପଣଙ୍କୁ ଆମେ ଭୟ ଦେଖାଉନୁ, କିନ୍ତୁ ଅନୁରୋଧ କରୁଛୁ ମୁଖ୍ୟମନ୍ତ୍ରୀ ମହୋଦୟ ଏ ବଜେଟରେ ଯେମିତି ଏମାନଙ୍କ ଦୁଃଖ ଦୂର କରିବେ। ଆଜ୍ଞା ଯେଉଁ ଦେଖନ୍ତୁ ଆଜ୍ଞା ସେ ଗୋଟେ କଥା ଯେଉଁ ଭତ୍ତା କଥା କହୁଛନ୍ତି ସେ କଥା ଆମେ କହିନଥିଲୁ। ବିଜେପି ଦଳ ତା ସଂକଳ୍ପ ପତ୍ରରେ କହିଥିଲା 60ରୁ 80 3000, 80ରୁ ଉର୍ଦ୍ଧ୍ୱ 3,500, କଳାକାର 60,000। ଆଜ୍ଞା କଳାକାରକୁ 3,500 ଦେଇଛନ୍ତି ଆଜ୍ଞା, 80ରୁ ଉର୍ଦ୍ଧ୍ୱ 3,500 ଦେଉଛନ୍ତି। ଏ 60ରୁ 80 ଯେଉଁ 3,000 ଟଙ୍କା ଆପଣ ଆଜି ପର୍ଯ୍ୟନ୍ତ ଦେଉନାହାନ୍ତି କାହିଁକି? ଆପଣ ତ ନିଜେ ସଂକଳ୍ପ ପତ୍ର କହିଥିଲେ। ଦେଶର ପ୍ରଧାନମନ୍ତ୍ରୀ 7 ଥର ଓଡ଼ିଶାକୁ ଆସିଛନ୍ତି, ତାଙ୍କରି ସଂକଳ୍ପ ପତ୍ର ଓଡ଼ିଶାବାସୀ ଗ୍ରହଣ କଲେ। ତାପରେ ପ୍ରଧାନମନ୍ତ୍ରୀ 7 ଥର ଆଇଲେଣି, ପ୍ରଧାନମନ୍ତ୍ରୀ ଯେଉଁ ଦାବି ଦେଉଛନ୍ତି ତା ନିଶ୍ଚୟ ପୂରଣ ହେବ। ସେଇ ଯେଉଁ ଭରସାରେ ବୁଢ଼ା ବୁଢ଼ୀ, ଅନ୍ଧ, ବିକଳାଙ୍ଗ, ବିଧବା ଏମାନେ ଆପଣଙ୍କୁ ଯେଉଁ ଭୋଟ ଦେଇଥିଲେ, ଇଏ ଓଡ଼ିଶାବାସୀ ଗୋଟେ ବିଶ୍ୱାସ କରିଥିଲେ ଯେ ତାଙ୍କ ଯେଉଁ ସଂକଳ୍ପ ପତ୍ରରେ ଯେଉଁ କଥା କହିଛନ୍ତି ସରକାରରୁ ଆସିଲେ କରିବେ, ସେଇଥିପାଇଁ ଆପଣଙ୍କୁ ତ ସରକାରକୁ ଆଣିଲେ। ଇଏ ଓଡ଼ିଶାର ଆପଣଙ୍କୁ ଭୋଟ ଦେଖି ଆଜି ସରକାର କରିଛନ୍ତି। ଆଜି ମୋହନ ବାବୁ ଆପଣ ମୁଖ୍ୟମନ୍ତ୍ରୀ ହେଇଛନ୍ତି। ସଂକଳ୍ପ ପତ୍ରରେ କହିଥିବା କଥା ତୁରନ୍ତ କାର୍ଯ୍ୟକାରୀ କରନ୍ତୁ, ଭତ୍ତା ତୁରନ୍ତ ଦିଅନ୍ତୁ। 60ରୁ 80 ଯେଉଁ 3,000 ଟଙ୍କା କହିଥିଲେ ଆଉ ଆଉଟସୋର୍ସିଂ ପୋଷ୍ଟିଂ କରନ୍ତୁ। ଏହା ନହେଲେ ଯେଉଁଠି ଦେଶର ସଂସଦରେ କଥା ଉଠିଲାଣି କାଲି ଯେ ଅବସ୍ଥା କ'ଣ ହେବ ଆପଣଙ୍କୁ ଆମେ ଭୟ ଦେଖାଉନୁ, କିନ୍ତୁ ଅନୁରୋଧ କରୁଛୁ ମୁଖ୍ୟମନ୍ତ୍ରୀ ମହୋଦୟ ଏ ବଜେଟରେ ଯେମିତି ଏମାନଙ୍କ ଦୁଃଖ ଦୂର କରିବେ। ଅଧିକ ଖବର ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲନ୍ତୁ ନାହିଁ।